ଜୀବନରୁ ସବୁକିଛି ମିଳିଥାଏ ସାଙ୍ଗମାନେ, କିନ୍ତୁ ମଣିଷ ସେହି ଜିନିଷଗୁଡ଼ିକୁ ଗଣିଥାଏ ଯାହାକୁ ସେ ହାସଲ କରିନପାରେ। ଯେଉଁ ଲୋକମାନେ ସାଥିରେ ରହି ଛନ୍ଦ କପଟ କରନ୍ତି, ଧୋକା ଦିଅନ୍ତି, ବିଶ୍ୱାସଘାତକ କରନ୍ତି, ଆଉ ହୃଦୟକୁ ବାଧିଲା ଭଳି କଥା କୁହନ୍ତି, ନା, ସେମାନଙ୍କ ସାଥ ଛାଡ଼ିଦେବା ବହୁତ ଭଲ। ଆଉ ସାଙ୍ଗମାନେ, ପ୍ରଶଂସା ଯେତେ ପାରୁଛ ସେତେ କର, କିନ୍ତୁ ଅପମାନ ଟିକିଏ ଭାବିଚିନ୍ତି କର। କାରଣ ଅପମାନ ଏମିତି ଏକ ଋଣ ନା, ଯାହାକୁ ସୁଯୋଗ ମିଳିଲେ ସମସ୍ତେ ସୁଧ ସହ ଫେରାଇଥାନ୍ତି। ଗର୍ବ ଅହଙ୍କାରର କଥା କହିନା କାହା ହୃଦୟକୁ କେବେ ଭାଙ୍ଗ ନାହିଁ। କାରଣ ସମୟ ଗର୍ବ ଭାଙ୍ଗିବା ସହିତ ନା କଥା ହେବାର ଯୋଗ୍ୟ ମଧ୍ୟ କରିନଥାଏ। ଜୀବନ ଆମକୁ ଶିଖେଇଥାଏ କି ଯଦି ଶାନ୍ତି ଚାହୁଁଛ ନା, ତେବେ ଅନ୍ୟର ଅଭିଯୋଗ କରିବା ଛାଡ଼ିଦିଅ ଆଉ ନିଜକୁ ବଦଳେଇବାକୁ ଚେଷ୍ଟା କର। ଗର୍ବ ସେ କରିଥାଏ ସାଙ୍ଗମାନେ, ଯାହାକୁ ବିନା ସଂଘର୍ଷରେ ସବୁକିଛି ମିଳିଥାଏ। ଯିଏ ନିଜ ପରିଶ୍ରମ ଦ୍ୱାରା ସବୁକିଛି ହାସଲ କରିଥାଏ, ସେ ହିଁ ଅନ୍ୟର ସମ୍ମାନ କରିବା ଜାଣିଥାଏ। କେହି କାହା ପାଇଁ ମରିନଥାଏ ଏଠି। ବଞ୍ଚିବା ପାଇଁ କିଛି ନା କିଛି ବାହାନା ସମସ୍ତଙ୍କୁ ମିଳିଯାଇଥାଏ। ବେଳେ ବେଳେ ଆପଣାର ଲୋକ ହିଁ ଏମିତି ଅଭିନୟ କରିଥାନ୍ତି, ତାଙ୍କୁ ନିଜର କହିବାକୁ ବି ଘୃଣା ଲାଗିଥାଏ। ବିପଦ କେବଳ ଶତ୍ରୁ ପାଖରୁ ଆସିନଥାଏ ସାଙ୍ଗମାନେ, ଆଖପାଖରେ ରହୁଥିବା ଲୋକଙ୍କ ଠାରୁ ମଧ୍ୟ ଆସିଥାଏ। କାହିଁକି ନା ଡଙ୍ଗା କେବେ ବାହାରର ପାଣି ଦ୍ୱାରା ବୁଡ଼ି ନଥାଏ, ନିଜ ଭିତରରେ ରହିଥିବା ଗାତ ଦ୍ୱାରା ବୁଡ଼ି ଯାଇଥାଏ। ଜୀବନ ଯେ ପର୍ଯ୍ୟନ୍ତ ଅଛି, ସମସ୍ତଙ୍କ ସହିତ ହସି ଖେଳି ବିତେଇବାକୁ ଚେଷ୍ଟା କରିବା ହିଁ ଜୀବନର ଲକ୍ଷ୍ୟ ହେବା ଦରକାର। ଦିନେ ଆମ ଶରୀର ହିଁ ଆମ ସାଥିରେ ରହିବ ନାହିଁ, ତେବେ ଏତେ ଗର୍ବ କେଉଁ କଥାକୁ ନେଇ? ଯିଏ ଅନ୍ୟର ଖୁସିରେ ନିଜକୁ ଖୁସି ରଖିବାର କଳା ଶିଖିଗଲା ନା, ସେହି ମଣିଷକୁ ଦୁଃଖ କେବେ ବି ଛୁଇଁ ପାରିବ ନାହିଁ। ଗୋଟେ କଥା ମନେ ରଖିବେ, ଆଜି ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ସିଏ ହୋଇଛି ଯିଏ କଷ୍ଟମୟ ରାସ୍ତାକୁ ବାଛିଛି। ଦୁର୍ବଳ ଲୋକ ନା ପ୍ରତିଶୋଧ ନେଇଥାନ୍ତି, ଶକ୍ତିଶାଳୀ ଲୋକ କ୍ଷମା କରିଦେଇଥାନ୍ତି, ଆଉ ବୁଦ୍ଧିମାନ ଲୋକ ଅଣଦେଖା କରିଥାନ୍ତି। ଏବେ ଏହା ଆପଣଙ୍କ ଉପରେ ନିର୍ଭର କରୁଛି, ଆପଣ ଏମାନଙ୍କ ମଧ୍ୟରୁ କିଏ? କଥା ତା ସହିତ ହୁଅନ୍ତୁ ସାଙ୍ଗମାନେ, ଯିଏ ତୁମ ସହିତ କଥା ହେବାକୁ ଚାହୁଁଛି। କାହା ପଛରେ ପଡ଼ିନା ନିଜକୁ ଅପମାନ କରିବା ଭଲ ନୁହେଁ। ଜୀବନରେ ଗୋଟିଏ କଥା ମନେ ରଖିବେ ସାଙ୍ଗମାନେ, ବନ୍ଧୁତା ସମସ୍ତଙ୍କ ସହିତ ରଖିବେ, କିନ୍ତୁ ଭରସା ନିଜ ଉପରେ ରଖିବେ। ଯିଏ ଯିବାକୁ ଚାହୁଁଛି ନା, ତାକୁ ଯିବାକୁ ଦିଅ। ଯଦି ବା ସିଏ ଆଜି ରହିଗଲା ନା, ତେବେ କାଲି ନିଶ୍ଚୟ ଚାଲିଯିବ। ଯିଏ ସତରେ ଆପଣଙ୍କର ହୋଇଥିବ ନା, ସେ ଦିନେ ନା ଦିନେ ନିଶ୍ଚୟ ଫେରିକି ଆସିବ। ଏ ଦୁନିଆରେ ସବୁଠାରୁ ଅଧିକ ଧନୀ ସେ ବ୍ୟକ୍ତି ଅଟେ ଯାହା ପାଖରେ ନା ଶାନ୍ତି ଅଛି। ସେଥିପାଇଁ ଧନ ନୁହେଁ ବନ୍ଧୁ, ଶାନ୍ତିକୁ ଖୋଜିବାକୁ ଚେଷ୍ଟା କର। ଜୀବନର ଗଣିତ ନା ବହୁତ ସିଧା ଅଟେ। କର ଭଲ, ଭଲ ନିଶ୍ଚୟ ହେବ। ଖରାପ କର, ଖରାପ ନିଶ୍ଚୟ ହେବ। ଆଉ ବନ୍ଧୁ, ନିଜ ହୃଦୟର କଥା ସମସ୍ତଙ୍କୁ କୁହ ନାହିଁ, କାହିଁକି ନା ତୁମ ଦୁଃଖ କେହି ଶୁଣିବେ ନାହିଁ। କିନ୍ତୁ ମଜାକ ବନେଇବା ପାଇଁ ନା ବହୁତ ଲୋକ ଆସିଯିବେ। ଦିନେ ଏ ଜୀବନ ଆମ ସାଥ ଛାଡ଼ି ଚାଲିଯିବ। ତେବେ ଏତେ ଅଭିଯୋଗ ଲୋକ କାହିଁକି କରନ୍ତି? ଜୀବନରେ ଭଲ କାମ କରନ୍ତୁ ଆଉ ଭଲ ମଣିଷଟିଏ ହୁଅନ୍ତୁ, କିନ୍ତୁ ସମାଜ ଆଗରେ ନା ମୁଁ ଭଲ ବୋଲି କହି ଅନ୍ୟମାନଙ୍କୁ ପ୍ରମାଣ ଦେବାକୁ ଚେଷ୍ଟା କରନ୍ତୁ ନାହିଁ। ମଣିଷ ପାଖରେ ସବୁବେଳେ ଦୁଇଟି ରାସ୍ତା ଥାଏ, ମିଛକୁ ମାନି ନେଇ ଖୁସିରେ ରହିବା, ନଚେତ୍ ସତ କଥାକୁ ଜାଣିନା
ନିଜକୁ କଷ୍ଟ ଦେବା। ଆଉ କଷ୍ଟ ତ ସମସ୍ତଙ୍କ ଜୀବନରେ ଅଛି। କାହାର ଟିକେ ଅଧିକ ତ କାହାର ଟିକେ କମ୍।